श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। ओम गणेशाय नमः। ओम भगवते वासुदेवाय नमः। हे माँ सरस्वती तमे कंठरे बस, माँ कंठरे बस। अति बड़ी जगन्नाथ दास रचित श्रीमद् भागवत महापुराण चतुर्थ स्कंधर आज आम 30 अध्याय बा 30तम अध्याय श्रवण करिबा। एही अध्याय रे प्रचेता मानकु विष्णु भगवान वरदान कथा वर्णना करा जायछि। एहार प्रथम भाग रे पद्यांतरी एवं द्वितीय भाग रे एहार व्याख्या श्रवण करिबा। श्रीमद् भागवत महापुराण 18टी पुराण मध्य श्रेष्ठ बा सर्वसार पुराण। तेणु धारावाहिक भाव में शुणापी चैनल टी सब्सक्राइब करूँ एवं फॉलो करूँ। प्रत्येक अध्याय शुणापी चेष्टा करूँ। घरर वैज्येष्ठ मानक यह शुणा को उत्साहित करूँ एवं प्रदान करूँ। यूट्यूब यह उपलब्ध अच्छी। यूट्यूब रे यार नाम शास्त्र ज्ञान 6918 सर्च करंतु एवं ताको सब्सक्राइब करंतु। एठारे भागवत महापुराण प्रथम स्कंध प्रथम अध्याय धारावाहिक भाव में पोस्ट कर जाइए। तेणु आपण चाहिए यहाँ शुणी पारे। तेबे आरंभ करवा चतुर्थ स्कंध 30 अध्याय बा 30तम अध्याय। 30 प्रचेतेश हरिंकी करी तपे तोषम बार्षिक न्याकु विवाहेले सानंदे राज्य भोग कले। तदंते पचारे विदुर शुणमयी त्रय मुनिवर। विदुर उवाच तुम्भे जे कहिथिल पूर्वे तपे प्रचेता भाई सर्वे सेमाने रुद्र गीतास्तवे हरिभ जिले एक भावे। कहे देव गुरु शिष्य ताहांक सिद्धि हेला किस। से सर्वे बड़ भाग्यवंत देखिले उमा देवी कांत। से तांकु रुद्र गीता देले से तही जोग शिक्षा कले। हरिंकी पाइले के मंते इह कालरे किबा अंते। एकथा कह मुनिवर शुणिस अंशय जाऊ दूर। मैत्रेय वाच शुणबी दूर सुचेतन तदंते जे बण विधान। से पिता वाक्ये हुई तोष तपसा धने भाई दोष। बाटेण भेटिले ईशान से तांकु देले दिव्य ज्ञान। से दीक्षा पाई 10 भाई समुद्रे प्रवेशिले जाई। बुड़ीण समुद्र मध्यरे तपसा धिले निराहारे। अयुत संवत्सर जाए तपसा धिले एक ठाए। तदंते हेब नारायण दर्शन देले तत्क्षण। हरिंक कांति शोभा कला ता देखी तांक दुख गला। खगेन्द्र पृष्ठे दिव्य अंगे जेन्हेजी मुत मेरु शृंगे। पीतव सन परिधाने जेन्हे तो ऋत नवघने। अति सुंदर सुभूषण सुग्रीवे रत्नमणिगण। रत्नस मुहे शुद्ध कांति से दिग तिमिर नासंती। शोभने नाही पटांतर अशेष भुवन सुंदर। मकर कुंडल श्रवणे खचित नाना मणिगणे। कंजब दन शोभाकर अनंग कोटि दर्पहर। शिरे की रीट शोभमान कामनी दित तनुवर्ण। कंजबदन अर्थात पद्ममुख।
ଅଷ୍ଟଆ ୟୁଦ୍ଧ କରେଛନ୍ତି ସେବକେ ସେବନ କରନ୍ତି ଦେବସ ମୁହେ ମୁନି ଜନେ ସ୍ତୁବନ୍ତି ନିଗମ ବଚନେ ଖଗେନ୍ଦ୍ର ପକ୍ଷ ନାଦ ସ୍ୱର ସୁରମୁ ନିନ୍ଦ୍ର ମନୋହର ଶୁଭଇ ସାମ ଗାନ ପ୍ରାୟେ ଶୁଣିକି ନର ଜନ ମୋହି ପିନଆ ୟତ ଅଷ୍ଟଭୁଜ ସୁର ଇରି ନାସେ ବୀଜ ତା ମଧ୍ୟରେ ଶହେ ବନମାଳ ମଧୁଲୋ ଭିତ ଭୃଙ୍ଗକୂଳ ଭ୍ରମୀଣ ଗୁଞ୍ଜରନ୍ତି ପାଶେ ଲୋଭିତ ମକରନ୍ଦ ଆସେ ଶୋଭନେ ନାହିଁ ପଟାନ୍ତର ମନବ ଚନେ ଅଗୋଚର ନାହିଁ ପ୍ରତିଳ ରୂପ ଶୋଭା ଅଗ୍ରେହୁ ଇଲେ ଆସି ଉଭା ତାହାଙ୍କୁ ଦେଖି ଦଶ ଭାଇ ନମିଲେ ଦଣ୍ଡ ପ୍ରାୟ ହୋଇ ସନ୍ତୋଷେ ତାଙ୍କୁ ଦାମୋଦର କହନ୍ତି ବଚନ ମଧୁର ଶ୍ରୀ ଭଗବାନ ବାଚ ଶୁଣ ହେ ନୃପତି ନନ୍ଦନ ତୁମ୍ଭରେ ହୋଇଲୁ ପ୍ରସନ୍ନ ଯେଣୁକ ଠର ତପ କଲ ଏଣୁହୁ ଇବ ତୁମ୍ଭ ବଲ ହେ ପୁତ୍ରେ ବର ମାଗ ଦେବା ଯେଣୁଆ ଭରେ କଲ ସେବା ଏକତ୍ୱ ଭାବେ ଦଶ ଭାଇ କାହାର ଭେଦା ଭେଦ ନାହିଁ ସମାନ ଧର୍ମ ସମଶୀଳ ଏଣୁଆ ଭକୁ ତୋଷ କଲ ତୁମ୍ଭର ଗୁଣ କୀର୍ତ୍ତି ଯଶ ଶ୍ରବଣେ କଳୁଷ ବିନାଶ ଜେନର ଶଯ୍ୟାରୁ ଉଠିଣ ତୁମ୍ଭରେ କରିବ ସ୍ମରଣ ନହିବ ତାଙ୍କ ଭାଇ ଭେଦ ସେମାନେ ନ ପାଇବେ ଖେଦ ସକଳ ଭୂତେ ସମଭାବ ଖଣ୍ଡିବ ଦୁଃଖ ପରାଭବ ଯେ ନିତ୍ୟେ ପ୍ରଭାତ ସନ୍ଧ୍ୟାରେ ଏ ରୁଦ୍ର ଗୀତା ସ୍ତବ କରେ ମୁତାରେ ଦେଇ କାମ୍ୟବର ଶୋଭନ ହେବ ମତି ତାର ଯେଣୁଏ ତୁମ୍ଭେ ଦଶ ଭାଇ ପିତାର ଆଜ୍ଞା ଶିରେ ବହି ସନ୍ତୋଷେ ତପ ଆଚରିଲ ଏଣୁଲ ଭିବ କୀର୍ତ୍ତି ଭଲ ବିମଳ ସୁଯଶ ତୁମ୍ଭର ବିଖ୍ୟାତ ରହିବ ସଂସାର ତଦନ୍ତେ କିଛି କାଳ ଅନ୍ତେ ଏ ତୁମ୍ଭ ପତ୍ନୀ ଗର୍ଭଗତେ ହୋଇବ ଏକ ଇତନୟ ସେ ହେବ ବ୍ରହ୍ମ ଗୁଣମୟ ଯେ ପୁତ୍ର ଆତ୍ମବୀର୍ଯ୍ୟ ବଳେ ପୁରିବ ଏ ଲୋକ ଶୟଳେ ଯେ କନ୍ୟା ବିଭା ହେବ ତୁମେ ଯେ କନ୍ୟା ବିଭା ହେବ ତୁମ୍ଭେ କହିବା ତାର ଜନ୍ମ ଏବେ ଶୁଣ ହେ ନୃପତି ନନ୍ଦନେ ସେ କଣ୍ଡୁ ଋଷି ତପବନେ ତାଙ୍କ ଶ୍ରମ ଅନୁସରି ଅଇଲା ଏକ ଇ ସୁନ୍ଦରୀ ପ୍ରମ୍ଲୋଚା ନାମ ଯେ ତାହାର ଅପ୍ସରା ଗଣେ ଶ୍ରେଷ୍ଠ ସାର ତାହାକୁ ଦେଖି ମୁନିବର ଅନଙ୍ଗେ ହୋଇଲେ ଅସ୍ଥିର ଛାଡ଼ିତ ପଶ୍ୟା ଆଜି ଧ୍ୟାନ ତା ରୂପେ ପାଶୋରିଲେ ଜ୍ଞାନ ତା ଅନୁ ସଙ୍ଗେ ମୁନିବର ଗୃହସ୍ଥ ଧର୍ମେ ସୁବିଚାର ଏମନ୍ତେ କିଛି କାଳାନ୍ତରେ ଅମୋଘ ବୀର୍ଯ୍ୟ ତା ଉଦରେ ରହିଲା କାଳ କର୍ମ ଫଳେ ବିଧିଶ ଯୋଗ କର୍ମ ବଳେ ତାହାର ଗର୍ଭେ ଏକ କନ୍ୟା ହୋଇଲା ରୂପ ଗୁଣେ ଧନ୍ୟା ସେ କନ୍ୟା ବନେ ତେଜା କରି ତକ୍ଷଣେ ଗଲା ନିଜ ପୁରୀ ସେ ବନେ ଯେତେ ବୃକ୍ଷ ଥିଲେ ସର୍ବେ କନ୍ୟାକୁ ଘେନି ଗଲେ ସେ କନ୍ୟା କ୍ଷୁଧାର ବିକଳେ ରୋଦନ କରେ ବୃକ୍ଷ ମୂଳେ ତାହାକୁ ଦେଖି ନିଶାକର ଦୟାବ ଶିଲା ତା କଣ୍ଠର ତର୍ଜନୀ ଅଙ୍ଗୁଳି ତାଙ୍କର ତା ମୁଖେ ଦେଲେ ନିଶାକର ଚନ୍ଦ୍ରର କରେ ସୁଧା ଥିଲା ତାପାନେ କ୍ଷୁଧା ଦୂର ହେଲା ଏମନ୍ତେ ସେ ବନେ ସୁନ୍ଦରୀ ରହିଲା କର୍ମ ଅନୁସରି ସେ ଗୁଣବତୀ କନ୍ୟା ସାର ତା ଅନୁ ରୂପେ ତୁମ୍ଭବର
ଆମ୍ଭର ଭକ୍ତ ତୁମ୍ଭ ପିତା ସୃଷ୍ଟି ଅର୍ଜନେ କରି ଚିନ୍ତା ଏଣୁ ତୁମ୍ଭଙ୍କୁ ଆଜ୍ଞା ଦେଲେ ଏ ସୃଷ୍ଟି କର ତୁମ୍ଭେ ଭଲେ ଏଣୁ ଯେ ତୁମ୍ଭେ ଦଶ ଭାଇ ସେ କନ୍ୟା ବିବାହ ହୁଅ ଯାଇ ସମାନ ଧର୍ମୀ ତୁମ୍ଭେ ମାନେ ଏ ମୋର ବାକ୍যେ ତୋଷ ମନେ ସେ କନ୍ୟା ସଙ୍ଗେ ସୃଷ୍ଟି କର ସେ ଯୋଗ୍ୟ ଅଟଇ ତୁମ୍ଭର ସହସ୍ର ବର୍ଷ ଦେବମାନେ ଜୀବିତେ ରହି ସୁକଲ୍ୟାଣେ ଦେବମାନେ ଅର୍ଥାତ୍ ଦେବତାଙ୍କ ବର୍ଷ ଗଣନା ଅନୁସାରେ ଦେବତାଙ୍କ ବର୍ଷ ଗଣନା କ'ଣ ଯାହା ମନୁଷ୍ୟ ଲୋକରେ ବା ଏହି ଆମ ପୃଥିବୀରେ 365 ଦିନ ଗୋଟିଏ ବର୍ଷ ଆମ ପାଇଁ ଯାହା ଗୋଟିଏ ବର୍ଷ ଦେବତାଙ୍କ ପାଇଁ ଯାହା ଗୋଟିଏ ଦିନ। ପୃଥିବୀ ସୁଖେ ଭୋଗ କର ତ୍ରିବିଧ ତାପ ପରିହର ମୋ ପାଦେ କରିବ ଭକତି ବୈକୁଣ୍ଠେ ଲଭିବ ବସତି ଏ କର୍ମ ବନ୍ଧ ବିନାଶିବ ବିଷୟ ଭୋଗ ନ ଲାଗିବ ଭୋଗାନ୍ତେ ମୋକ୍ଷ ଦଶ ଭାଇ ହେବ ସଂଶୟ ଏଥି ନାହିଁ ଏ ଗୃହ ଧର୍ମେ ବସ୍ତୁ ଯେତେ ମତେ ମର୍ପି ଶୁଦ୍ଧ ଚିତେ ଉଦାସୀ ଜନ ପ୍ରାୟ ହୋଇ ମୋର ଭକତି ହୃଦେ ଧ୍ୟାଇ ମୁଁ ବ୍ରହ୍ମ ପରମ ପୁରୁଷ ସକଳ ଘଟେ ମୋ ପ୍ରକାଶ ଯେ ମୋର ଭକତି ଲଭନ୍ତି ସେ ଆର କିଛି ନ ଜାଣନ୍ତି ତାଙ୍କୁ ନ ଲାଗେ ମାୟା ମୋହ ଛିଡ଼େ ଦୁର୍ଜୟ ବନ୍ଧ ସ୍ନେହ ତାହାଙ୍କୁ ଗୃହ ନ ଲାଗଇ ମୋ ଭକ୍ତି ବଳେ ନିସ୍ତରଇ ମୈତ୍ରେୟ ବାଚ ମୈତ୍ରେୟ କହନ୍ତି ବିଦୁର ଏମନ୍ତ କହନ୍ତେ ଈଶ୍ୱର ଅଞ୍ଜଳି କରି ଦଶ ଭାଇ ପ୍ରଣାମ କରନ୍ତି ବିନୋଇ ଶ୍ରୀମୁଖ ନିରେଖି ଚାହିଁଲେ ଆନନ୍ଦ ସାଗରେ ବୁଡ଼ିଲେ ଧ୍ୱସ୍ତ ହୋଇଲା ରଜତମ ଖଣ୍ଡିଲେ ସଂଶୟ ବିଭ୍ରମ ସମ୍ଭ୍ରମେ ନ ପାରନ୍ତି ଚାହିଁ ରୋମପୁ ଲୋକେ ଅଶ୍ରୁ ଦେହି ବୁଡ଼ିଣ ଆନନ୍ଦେ ସାଗର ବୁଡ଼ିଣ ଆନନ୍ଦ ସାଗର କହନ୍ତି ଗଦ୍ଗଦ ବାକ୍ୟରେ ବୁଡ଼ିଣ ଆନନ୍ଦ ସାଗରେ କହନ୍ତି ଗଦ୍ଗଦ ବାକ୍ୟରେ ଦେହ ଜୀବନ ପାଶୋରିଲେ ଚରଣ ପଙ୍କଜେ ନମିଲେ ସ୍ତୁତି କରଣେ ଶକ୍ୟ ନୋହି ପ୍ରେମ ଆନନ୍ଦେ ପୂର୍ଣ୍ଣ ଦେହି ପଡ଼ିଲେ ଦଣ୍ଡ ପ୍ରାୟ ପାଦେ ଅତି ଆନନ୍ଦେ ପ୍ରେମ ଖେଦେ ସ୍ତୁତି କରନ୍ତି ଏକେ ଏକେ ବାକ୍ୟ ନ ସ୍ଫୁରେ ଅଶ୍ରୁଦକେ ପ୍ରଚେତସ ଉଚୁଃ ନମସ୍ତେ ପ୍ରଭୁ ନାରାୟଣ ଅଶେଷ ଦୁଃଖ ନିବାରଣ ଉଦାର ଗୁଣ ଯେ ତୁମ୍ଭର ତୋ ନାମ ଦେବେ ଅଗୋଚର ତୁମର ବେଗ ବଳବନ୍ତ ମନ ବଚନେ ନୋହେ ଅନ୍ତ ଇନ୍ଦ୍ରିୟ ଗଣ ନ ଜାଣନ୍ତି କି ରୂପେ ଜାଣିବେ ତୋ ଗତି ଏମନ୍ତ ପ୍ରଭୁ ଯେ ଈଶ୍ୱର ସେ ପାଦେ ଆମ୍ଭ ନମସ୍କାର ତୁମ୍ଭେ ବି ସୁଧ ଶାନ୍ତି ରୂପେ ବସନି ନିର୍ମଳ ମନକୂପେ ନମସ୍ତେ ପ୍ରଭୁ ଭଗବାନ ଏ ଭବୁ କର ପରିତ୍ରାଣ ଜଗତ ଉଦେ ସ୍ଥିତି ଲୟେ ହୋଇ ଯେ ଅଛି ଗୁଣମୟେ ମାୟା ଗୁଣରୁ ରୂପ ଧରି ସୃଷ୍ଟି ସର୍ଜନେ ଅଧିକାରୀ ନୋହିଲେ ତୁମ୍ଭେ ଶୁଦ୍ଧ ସତ୍ୱ କେହି ନ ପାନ୍ତି ତୁମ୍ଭ ତତ୍ୱ ନମ ଶ୍ରୀ କୃଷ୍ଣ ବାସୁଦେବ ସକଳ ସାତ୍ୱତ ପ୍ରଭବ କମଳ ନାଭିଟି ଯାହାର ନମଇ ଚରଣେ ତାହାର ନମସ୍ତେ କମଳା ମାଳିନେ କମଳ ଚରଣ ଲୋଚନେ
कमल किंजल मजेसन निर्मल बसन तेसन। कमल किंजल अर्थात पद्मकेशर। सेपित बासंकुनमयी चरणे परी मुंडा जाई। परी मुंडा जीवा अर्थात नमस्कार करिबा। सकल भूते जार बास से साक्षी रूपे सुप्रकाश। से रूप भावी प्रणमिलु जेणुटी दर्शन लभिलु। भो प्रभु तुम्भे भगवान ए दया करिब केयान। भोनाथ ए रूप देखाई दुरित खंडिल गोसाई। ए रूप जे करे दर्शन से दुखे नुहई भाजन। भोनाथ महिमा तो जेते देखिलु प्रभु पणतते। बुझिलु तुम्भे दया सिंधु जेहिन दिन जन बंधु। आंबे जे अति दिनहीन आंभकु कल सुमरण। जेउ स्मरणे आहे नाथ सुशांति लभी सुख जात। बुझिलु तुम्भे दूरे नाही हृदय पद्मे गुप्ते थाओ। बुझिलु तुम्भे दूरे नाह हृदय पद्मे गुप्ते थाओ। एणुभ कत चित कथा बुझिण पाओ मने व्यथा। जेणु तो सर्व घटे बास भक्तटा किले शीघ्र आस। भोनाथ जगत गोसाई एथु पर बर नाही। तुझे जगत गुरुपति प्रसन्न होइलु तड़ती। एबर कि हेब आंभर भोनाथ तुम्भे कृपा कर। तुम्भ भी भूति अंत नाही एणु अनंत नाम कही। पारिजा तक पुष्प पाई सारंग अन्य कि लोड़ई। सारंग माने भ्रमर। लभिण तो पाद कमल अन्यत्र बरे किबा फल। भोनाथ निबे दुछा मुरे ए आज्ञा हेब कि आंभरे। जाबत तुम्भ माया घेनी जन्मल भिबु जेते जोनी। स्वकर्म बसे देह बही भोगन कले नाश नही। निजस्व कर्म भुंजुथिबु तो संगी संगत लभिबु। तो भक्त संगर महिमा के जानी पारे गुण सीमा। से संगु जेबा सुख होई से सुख स्वर्गे अछि काहि। जहि मु कति तुल्य नहे मनुष्य सुख तुच्छे रहे। आंभेबु झिलु अनुभवे साधु संगमे सुख लभे। तातुले नहे स्वर्ग मोक्ष ए मर्त्य भोग अति तुच्छ। जेठारे साधु ए बसंती से नित्य हरि जस गांती। तो अब तार पुण्य जस जे जसे कर्म सविनाश। गावंती तो गुण चरित तो जस कर्म अविरत। जे ताहा पिबे श्रुति द्वारे ज्ञाने ज्ञाने पाप हरे। तेबे भी सय शांत होए जीवे बो इरी भाव नहे। अहिंसा धर्म हेले जात तहु उद्वेग नहे चित। जे हरि न्यासिंकर गति जापादे भकते सेवंती। संग पेखी साधु जने एकांते थांती तुम्भ ध्याने। से नित्य भूमि पर्यटंती भ्रमीण प्राणी निस्तारंती। तीर्थादि करंती पवित्र एमंत साधुंक चरित। ताहांक दर्शन जाहांकु निस्तार करंती ताहांकु। तुम्भर प्रिय सखा रुद्र
ସେ ପ୍ରଭୁ ଦୟାର ସମୁଦ୍ର ପାଇଲୁ ତାଙ୍କ ସଙ୍ଗ ଯେଣୁ ତେଣୁ ତ ରିଲୁ ଘୋର ବଣୁ ସେ ସାଧୁ ସଙ୍ଗ ଭାଗ୍ୟ କରି ତୋତେ ଦେଖିଲୁ ନରହରି ଏ ଭବ ବ୍ୟାଧି ମହାଘୋର ଚିକିତ୍ସା ନାହିଁ ଯେ ଏଥିର ଏଥକୁ ବୈଦ୍ୟ ଅଟ ତୁମ୍ଭେ ଏଣୁ ଆଶ୍ରୟ କଲୁ ଆମ୍ଭେ ଯେଣୁ ତ ନାମ ଦୀନବନ୍ଧୁ କରୁଣା କର କୃପା ସିନ୍ଧୁ ଆମ୍ଭେ ଯେ ଦିନ ଅଜ୍ଞଜନ ପଶିଲୁ ତୋ ପାଦେ ଶରଣ ଭୋନାଥ ଆମ୍ଭେ 10 ଭାଇ ବେଦ ପଢ଼ିଲୁ ଯେତେ ଠାଇଁ ଗୁରୁଙ୍କ ଚରଣ ପୂଜିଲୁ ବୃଦ୍ଧ ବ୍ରାହ୍ମଣ ସେବା କଲୁ ଅହିଂସା ଧର୍ମ ବ୍ୟବହାରେ ବନ୍ଧୁଙ୍କୁ ତୋଷିଲୁ ସଂସାରେ ତଦନ୍ତେ ପଶି ସିନ୍ଧୁନୀରେ ତପସ୍ୟା କଲୁ ନିରାହାରେ ଯେତେକ କଷ୍ଟେ ତପ କଲୁ ସେ ସର୍ବ ତୁମ୍ଭରେ ଅର୍ପିଲୁ ଗୁରୁ ସେ ବନ ଆଦି ଯେତେ ତୁମ୍ଭ ପ୍ରୋତ ସେ ହେଉନିତେ ଆମ୍ଭର ବର ପ୍ରଭୁ ଏହି ଆବର ବରେ ଇଚ୍ଛା ନାହିଁ ମନୁ ବି ଧାତା ରୁଦ୍ର ଆଦି ଅପରେ ଯେତେ ଶୁଦ୍ଧ ବୁଦ୍ଧି ତୁମ୍ଭ ମହିମା ଅନ୍ତ କେହି ଏ ଦେଖି ନ ପାରିଲେ ଜହିଁ ସେ ତୁମ୍ଭ ରୂପ ଧ୍ୟାଓ ସେ ତୁମ୍ଭ ରୂପ ଧ୍ୟାଉଥାନ୍ତି ହୃଦୟ କମଳେ ଭାବନ୍ତି ସେ ସର୍ବେ ଜ୍ଞାନର ସାଗର ସ୍ତବନ କରନ୍ତି ତୁମ୍ଭର ଆମ୍ଭେ ବା ଲୋକ ଜ୍ଞାନହୀନ ବିଦ୍ୟାରେ ନୋହିଛୁ ପ୍ରବୀଣ ତଥାପି ଜ୍ଞାନ ଅନୁସାରେ ମନ କଳ୍ପିଲା ସ୍ତୁତି ଠାରେ ସେ ଦୋଷ କ୍ଷମା କର ତୁହି ତୁମ୍ଭେ କେ ବଳ ଭାବଗ୍ରାହୀ ନମସ୍ତେ ପ୍ରଭୁ ଶୁଦ୍ଧ ସମ ପରମ ପୁରୁଷ ଉତ୍ତମ ତୁମ୍ଭେ ଯେ ସତ୍ୟ ବାସୁଦେବ ଆମ୍ଭଙ୍କୁ ଅନୁଗ୍ରହ ଥିବ ତୁମ୍ଭ ଚରଣେ ପ୍ରଣମିତ ଆମ୍ଭଙ୍କୁ ରଖିବ ଅନନ୍ତ ମୈତ୍ରେୟ ବାଚ ମୈତ୍ରେୟ କହନ୍ତି ବିଦୁରେ ଏମନ୍ତେ ପ୍ରଭୁଙ୍କ ଛାମରେ ସ୍ତୁତି ପଠନ୍ତେ 10 ଭାଇ ଶୁଣି ସନ୍ତୋଷ ଭାବଗ୍ରାହୀ ସେ ସର୍ବେ ହରି ରୂପ ଚାହିଁ ସନ୍ତୋଷ ନ ଭଜିଲେ କେହି ମନ ଆନନ୍ଦେ ସେ ଭାବନ୍ତି ଏ ରୂପେ ହରି ଯେବେ ଥାନ୍ତି ଶତ୍ରୁଷ୍ଣ ନୟନେ ଦେଖିବା ନିରତେ ଚରଣେ ସେବିବା ଏ ରୂପେ ସେ ବାଞ୍ଛନ୍ତେ ମନ ହରି ହୋଇଲେ ଅନ୍ତର୍ଧ୍ୟାନ ସେ ଯେ ପ୍ରଚେତା ଭାଇ 10 ଆକୁଳେ ଚାହିଁ 10 ଦିଶ ନ ଦେଖି ପ୍ରଭୁ ଚକ୍ରଧର ସେ ଦିଗେ କରି ନମସ୍କାର ବିଚ୍ଛେଦ ଶୋକେ ନିମଜିଲେ ସେ ଦୁଃଖ ସାଗରେ ବୁଡ଼ିଲେ ପଡ଼ିଲେ ମୃତ୍ୟୁ ତୁଲ୍ୟ ଜାଣି ସେ ହରି ବିଚ୍ଛେଦେ ଧରଣୀ ଆତ୍ମା ବିହୀନେ ଯେହ୍ନେ ଦେହି ଶୂନ୍ୟ ପ୍ରକାଶେ ସର୍ବଠାଇଁ ତକ୍ଷଣେ ଦେହ ଭାବ ପାଇ ଜଳୁ ଉଠିଲେ 10 ଭାଇ ଧୀରେ ଚାହାନ୍ତେ 10 ଦିଗ ଦ୍ରୁମେ ଆଚ୍ଛନ୍ନ ଭୂମି ଭାଗ ଆକାଶ ଘୋଟି ବେଡ଼ିଛନ୍ତି ଦେଖିଣ ପ୍ରକୋପେ ଜଳନ୍ତି ସର୍ବେ ବିଚାରି ଏକ ମନେ ବୃକ୍ଷ ନ ରଖିବା ଭୁବନେ ଅଗ୍ନି ପବନ ବେଗେ ଦୁଇ ମୁଖରୁ ଜାତ କଲେ ସେହି ସେ ଅଗ୍ନି ପବନେ ବଢ଼ିଲା ସକଳ ଦ୍ରୁମ ଭସ୍ମ କଲା ଅନଳ ଅନିଳ ପ୍ରତାପେ ଅତି ଉଚ୍ଛନ୍ନେ ଧୂମ ବ୍ୟାପେ ତା ଦେଖି ବେଗେ ପିତାମହ ଜାଣିଲେ ଗଲା ମହିରୁହ ଅନଳ ଆଉ ଅନିଳ କହିଲେ ବାୟୁ ଅନଳ କହିଲେ ନିଆଁ ମହିରୁହ ଅର୍ଥାତ୍ ବୃକ୍ଷ
ସେ ନିଜ ଲୋକରୁ ଓଇଲେ ସେ ଦ୍ରୁମ ବିନା ସୁରଖିଲେ କ୍ରୋଧ ସାନ୍ତ୍ୱନା କରି ତାଙ୍କ ପ୍ରବୋଧି କହିଲେ ଅନେକ ହେ ପ୍ରଚେ ତସ ଗଣେ ଶୁଣ ବୃକ୍ଷେ ହୋଇଲେ ଅତି କ୍ଷୀଣ ତୁମ୍ଭେ ଯେ ଅଟ ସର୍ବେ ଜ୍ଞାନୀ କିମ୍ପାକ ରୁଛ ସୃଷ୍ଟିହାନି ଏବେ ଯେ ତେକ ବୃକ୍ଷ ଶେଷ ରହନ୍ତୁ ଯାଇ ବନଦେଶ ବୃକ୍ଷଙ୍କୁ ଡାକି ପଦ୍ମଯୋନି ବୋଇଲେ କନ୍ୟା ଆସ ଘେନି ଦଶ ଭାଇକେ କନ୍ୟା ଦେଇ ନିର୍ଭୟେ ବନେ ରହ ଯାଇ ପାଦପେ ବିଧି ବାକ୍ୟ ଶୁଣି ତାହାଙ୍କୁ କନ୍ୟା ଦେଲେ ଆଣି ସେ କନ୍ୟା ନାମ ଯେ ମାରିସା ପଦ୍ମଲୋଚନୀ ପିକ ଭାଷା ସୁଚାରୁ ତନୁ ଚନ୍ଦ୍ରାନାନୀ ଭୁରୁ ଅନଙ୍ଗ ଚାପ ଘେନି ଅପାଙ୍ଗେ ମୁନି ମନ ମୋହେ ତାରୂପେ ରତି ସମନ ହେ ସେ ସର୍ବ ଲକ୍ଷଣେ ସୁନ୍ଦର ତାତୁଲ୍ୟ ନାହିଁ ପଟାନ୍ତର ବିଧି ବୋଇଲେ ପ୍ରଚେତସ ଏ କନ୍ୟା ବର ତୁମ୍ଭେ ଦଶ ଏମନ୍ତ ଧାତାର ବଚନେ ସନ୍ତୋଷ ଭଜିଲେ ସେମାନେ ତକ୍ଷଣେ କନ୍ୟାଙ୍କୁ ବରିଲେ ବିଧାତା ନିଜ ପୁରେ ଗଲେ ତଦନ୍ତେ ସେ ଯେ ଦଶ ଭାଇ ବସିଲେ ନୃପାସନେ ଯାଇ ସେ ବିଷ୍ଣୁ ବାକ୍ୟେ ପ୍ରଚେତସ ସୁଖେ ପାଳିଲେ ପ୍ରଜାଦେଶ ଅନେକ ଦାନ ଯଜ୍ଞ କଲେ ହରିଙ୍କି ସ୍ୱଧର୍ମେ ତୋଷିଲେ ତଦନ୍ତେ ଶୁଣ ହେ ବିଦୁର ସେ କନ୍ୟା ଉଦରେ ତାଙ୍କର ଜନ୍ମିଲେ ଦକ୍ଷ ପ୍ରଜାପତି ଯେ ପୂର୍ବେ ବ୍ରହ୍ମାର ସନ୍ତତି ଗିରିଶ ନିନ୍ଦା ପୂର୍ବେ ଯେଣୁ ଗର୍ଭଜାତନା କଷ୍ଟ ତେଣୁ ସେ ପାପ ବୀଜ କୁଟେ ଥିଲା କେବେ ହେ ମୋଚନ ନ ଗଲା ଚାକ୍ଷୁଷ ମନନ୍ତର ଅନ୍ତେ ପୂର୍ବଶ ରୀର ଲୋପ ଯାନ୍ତେ ସେ ଦକ୍ଷ ଜନମ ଲଭିଲେ ଏବେ ଯେ ପ୍ରଜା ସୃଷ୍ଟି କଲେ ଜନ୍ମିଲା ମାତ୍ର କେ କୁମର ତା ତେଜ ହେଲା କ ଅପାର ତେଜସ୍ୱୀ ମାନେ ଯେତେ ଥିଲେ ତା ତେଜେ ସର୍ବେ ଲୀନ ହେଲେ ସେ ସର୍ବ କର୍ମେ ଦକ୍ଷୁ ଯହୁଁ ତା ନାମ ଦକ୍ଷ ହେଲା ତହୁଁ ବିବିଧ ପ୍ରଜାପତି ସୃଷ୍ଟି ସେ କଲା ମହାମତି ତାହାଙ୍କୁ ପ୍ରଜା ରକ୍ଷା ପାଇଁ ନିଯୋଗ କଲେ ବେଦ ସାଇଁ ଏମନ୍ତ ଦକ୍ଷର ବ୍ୟବସ୍ଥା ଶୁଣବି ଦୂର ଶୁଦ୍ଧ ଚେତା ଭଣଇ ବିପ୍ର ଜଗନ୍ନାଥ ଚତୁର୍ଥ ସ୍କନ୍ଧେ ଭାଗବତ 30 ଅଧ୍ୟାୟ ବାଣୀ ମୈତ୍ରେୟ ବିଦୁରେ ବଖାଣି ଏହା ଶ୍ରବଣେ ପ୍ରାଣୀଙ୍କର ହୋଇବ ଗୃହ ଦ୍ୱନ୍ଦ୍ୱ ଦୂର ଏ ସୁଖ ପରୀକ୍ଷ ସମ୍ବାଦ ହରଇ ଅଶେଷ ଆପଦ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସହିତାୟାଂ ଚତୁର୍ଥ ସ୍କନ୍ଧେ ପ୍ରଚେତ ଚରିତଂ ନାମ 30 ଅଧ୍ୟାୟଃ। ବର୍ତ୍ତମାନ ଏହି ଅଧ୍ୟାୟରେ ଆମେ ବ୍ୟାଖ୍ୟା ଶ୍ରବଣ କରିବା। ଏହି ଅଧ୍ୟାୟରେ ଦକ୍ଷ ପ୍ରଜାପତିଙ୍କ ଜନ୍ମ କଥା ବର୍ଣ୍ଣନା କରାଯାଇଛି ଏବଂ ଦକ୍ଷର ନାମ କାହିଁକି ଦକ୍ଷ ହୋଇଥିଲା ତାହାର ମଧ୍ୟ ଏଠି ମହତ୍ତ୍ୱ ପ୍ରତିପାଦିତ କରାଯାଇଛି। ତେଣୁ ଆମେ ଧ୍ୟାନର ସହିତ ଶୁଣିଲେ ଏଠି ଅନେକ କଥା ଅନେକ ତତ୍ତ୍ୱ ବୁଝିପାରିବା ଯେ ଭଗବାନଙ୍କର ସ୍ଥାନ ମଣିଷ ଶରୀରରେ କେଉଁ ଭାଗରେ ଏବଂ ଭଗବାନ କାହିଁକି ମଣିଷ ଡାକିଲା ମାତ୍ରେ ସାଙ୍ଗେ ସାଙ୍ଗେ ସେଇଠି ବିରାଜ ଥାନ୍ତି ସେଇ କଥା ମଧ୍ୟ ଏଠିରେ ବର୍ଣ୍ଣନା କରାଯାଇଛି। ବିଦୁର ପଚାରିଲେ ବ୍ରହ୍ମନ୍ ଆପଣ ରାଜା ପ୍ରାଚୀନ ବହିଙ୍କର ଯେଉଁ ପୁତ୍ରମାନଙ୍କ ବିଷୟରେ ବର୍ଣ୍ଣନା କଲେ ସେମାନେ ରୁଦ୍ର ଗୀତା ଦ୍ୱାରା ଶ୍ରୀହରିକୁ ସ୍ତୁତି କରି କି ସିଦ୍ଧି ପାଇଲେ? ହେ ବାହର ସତ୍ୟ ମୈତ୍ରେୟ ମୋକ୍ଷାଧିପତି ଶ୍ରୀ ନାରାୟଣଙ୍କର ଅତ୍ୟନ୍ତ ପ୍ରିୟପାତ୍ର ଶିବଙ୍କର ସାନ୍ନିଧ୍ୟ ଅକସ୍ମାତ୍ ପାଇଯାଇଥିବାରୁ ପ୍ରଚେତାମାନଙ୍କୁ ତ ନିଶ୍ଚୟ ମୁକ୍ତି ମିଳିଯାଇଥିବ।
किंतु मुक्ति पूर्व इहलोक अथवा परलोक से कौन लाभ कले ताहा कृपा करी कहतु। मुनिवर मैत्रेय कहले, हे विदुर, पितृ आज्ञा पालनकारी प्रचेता माने समुद्र में ठिया हुई रुद्रगीता जपरूपी यज्ञ और तपस्या द्वारा समस्त शरीर उत्पन्नकारी भगवान श्रीहरि को प्रसन्न करदेले। तपस्या करी 10,000 वर्ष बीतीजार पुराण पुरुष श्री नारायण स्वकीय मनोहर कांति द्वारा सेमानकर तपस्या जनित क्लेश दूर करदेवा संगे संगे सौम्य विग्रह धारण पूर्वक सेमानक सम्मुख प्रकट होगले। 10,000 वर्ष सेमाने तपस्या करथिले। 10,000 वर्ष दिने नुहे कि 2 दिन नुहे। मनुष्यर आयुष आजिका दिन में 70 वर्ष। ताले मनुष्य 10,000 वर्ष से बंचुला कि यह एक मन में प्रश्न आसे। प्रश्नर उत्तर होइछि जुग अनुसार मनुष्यर आयुष कमी 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 आसी सबकि सत्य जुगे जहाँ थिला कली जुग बेलू ताहा पूरा अति न्यून हो ही आसुछि। तेणु सत्य जुगे मनुष्य माने 1 लाख वर्ष पर्यंत बंचुथिले। यह आश्चर्य हेले मध्य सत्य। मनुष्यर उच्चता से 32 फुट थिला किंतु वर्तमान मनुष्यर उच्चता केते 3 हाथ चाखंडे अर्थात 4 ରୁ 5 फुट एवं आगामी दिन में यार उच्चता कमी कमी 2 फुट कि 3 फुट रही। तेणु जुग अनुसार मनुष्यर सबकि बयस हो आकृति हो आकार हो सबकि कमी 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 चली। गरुड़ कांधरे बसीथिबा श्री भगवान सुमेरु शिखर रे खंडे कलामेघ शोभा पाउथला परी मने हेउथला। ताहांक श्रीअंगरे मनोहर पीतांबर और कंठरे कौस्तुभमणि शोभा पाउथला। से निजर दिव्य प्रभारे 10 दिगर अंधकार दूर कर देउथिले। झलमल हेउथुवा सुवर्ण आभूषण हेतु तांकर कपोଳରେ एवं मनोहर मुखमंडल रे अपूर्व शोभा झटकु थिला। ताहांकर मस्तकरे शोभा पाउथिला जाजुल्यमान सुंदर मुकुट। प्रभुंकर अष्टभुज रही अष्ट आयुध। देवता मुनि और पार्षदगण प्रभुंक सेवारे उपस्थित थिले तथा गरुड़ तांकर साम वेदमय पक्षमानक ध्वनि रे किन्नरंक परि प्रभुंकर कीर्तिगान करुथिले। ताहांकर सुदीर्घ स्थूल अष्टभुज मझिरे लक्ष्मी को मध्य स्पर्धा करुवा बनमाला शोभा पाउथिला। आदि पुरुष श्री नारायण एपरि भावरे आगमन करी शरणागत प्रचेता मानकु दया दृष्टि चाहि मेघ समान गंभीर कंठरे कहले। श्री भगवान कहले अर्थात भगवान से तपस्या प्रचेता मानकर तपस्या संतुष्ट होई सेठी आविर्भूत होइथिले एवं आविर्भूत होई भगवान प्रचेता मानक कहउछन्ति, हे राजपुत्रगण, तुमर मंगल हेउ। तुम मानकर परस्पर प्रति थिबा सौहार्द्य अति सुंदर एवं स्नेहवश होई तुमे माने एका प्रकार धर्म पालन करुछ। तुमर एही आदर्श सौहार्द्य देखि मु अत्यंत प्रसन्न। मते बर माग। भगवान कहले मते बर माग। जो मनुष्य सायंकाल प्रतिदिन तुमको स्मरण करिवे ताहांकर निज भाई मानक प्रति तुम परि स्नेह सौहार्द अतुट रहिबो तथा समस्त जीवों प्रति मित्रभाव होइजिवो। जो माने प्रातः और सायंकाल रुद्रगीता द्वारा एकाग्र चित्तरे मते स्तुति करिवे सेमानकु मु अभीष्ट वर और शुद्ध बुद्धि प्रदान करिवि। तुमे माने बड़ प्रसन्नतार सहित पितांकर आज्ञा पालन करिछ। एहा द्वारा तुमर कमन कीर्ति सकल लोकरे परिव्याप्त होइजिवो। तुमर गोटे विख्यात पुत्र जन्म हेबो। से गुणरे कौनसी प्रकार ब्रह्मांक ठारू कम हेबो नाही तथा से निजर संतान मानक द्वारा त्रिलोक पूर्ण करदेव। राजकुमारगण, कंडु ऋषि तपस्या भंग करने को इंद्र प्रम्लोचा नामक जो अप्सरा को पठाई ताहांकर गर्भरु गोटे कमल नयना कन्या जन्म होइथिले। ताकू छाड़ी दे सही अप्सरा स्वर्ग को चलीगलारू सही कन्याटी को नहीं वृक्ष माने पालिथिले। से भोकरे व्याकुल होई कांदिबारू औषधि मानकर राजा चंद्र दयावशत ता मुहरे निज अमृत वर्षिणी तर्जनी अंगुठी बा विषी अंगुठी चुचुमिबाकू देइथिले। तुम पिता आजिकाली मोरी सेवा भक्ति निमग्न रहिछंती। से जेहेतु तुम्भ मानक संतान उत्पन्न करने को आज्ञा देइछंती तेणु तुमे जाई यथाशीघ्र से देवोपम सुंदरी कन्या को विवाह कर। तुमे समस्ते गोटे मात्र धर्म रे तत्पर और तुम मानकर स्वभाव मध्य एकापरी। तेणु धर्म और स्वभाव रे तुमरी अनुरूप होइथवा सेही सुंदरी कन्या तुम समस्तଙ୍କର पत्नी होई रहिबो तथा तुम समस्तଙ୍କ प्रति से समान अनुराग रखिबो। मो कृपार तुमे माने 10 लाख दिव्य वर्ष पर्यंत पूर्ण बलवान होई रहिबो
ଏବଂ ବିବିଧ ପ୍ରକାର ଦିବ୍ୟ ଓ ପାର୍ଥିବ ଭୋଗ ଲାଭ କରିବ। ଶେଷରେ ମୋ ପ୍ରତି ଅବିଚଳ ଭକ୍ତି ଫଳରେ ତୁମମାନଙ୍କ ହୃଦୟର ସମସ୍ତ ବାସନ ରୂପୀ ମଳ ଦଗ୍ଧ ହୋଇଯିବ ଏବଂ ଶେଷରେ ତୁମେମାନେ ଇହଲୋକ ଓ ପରଲୋକର ନରକ ତୁଲ୍ୟ ଭୋଗମାନଙ୍କରୁ ନିବୃତ୍ତ ହୋଇ ମୋର ପରମ ଧାମକୁ ଚାଲି ଆସିବ। ଯେଉଁମାନେ ଭଗବତ ଅର୍ପଣ ବୁଦ୍ଧିରେ କର୍ମ କରନ୍ତି ଏବଂ ଯେଉଁମାନଙ୍କର ସମସ୍ତ ସମୟ ମୋରି ଲୀଳା ଚର୍ଚ୍ଚାରେ ହିଁ ବିତିଯାଏ, ସେମାନେ ଗୃହସ୍ଥ ସମୟରେ ରହିଲେ ମଧ୍ୟ ଘର ସେମାନଙ୍କର ବନ୍ଧନର କାରଣ ହୋଇଯାଏ ନାହିଁ। ସେମାନେ ପ୍ରତିଦିନ ମୋର ଲୀଳା କଥା ଶୁଣନ୍ତି। ତେଣୁ ବ୍ରହ୍ମବାଦୀ ବକ୍ତାମାନଙ୍କ ଚର୍ଚ୍ଚା ଦ୍ୱାରା ମୁଁ ଜ୍ଞାନ ସ୍ୱରୂପ ଓ ପରମ ବ୍ରହ୍ମ ସେମାନଙ୍କ ହୃଦୟରେ ପ୍ରତିଦିନ ନିତ୍ୟ ନବୀନ ହୋଇ ପ୍ରକାଶିତ ହୁଏ ଏବଂ ମୋତେ ପାଇଯିବା ପରେ ଜୀବକୁ ଆଉ ମୋହଗ୍ରାସ କରିପାରେ ନାହିଁ କି ଶୋକ ଓ ହର୍ଷ ବିବ୍ରତ କରିପାରେ ନାହିଁ। ମୁନିବର ମୈତ୍ରେୟ କହି ଚାଲିଲେ, ଭଗବାନଙ୍କୁ ଦର୍ଶନ କରି ପ୍ରଚେତାମାନଙ୍କର ରଜଗୁଣୀ ତମଗୁଣୀ ମଳ ତ ନଷ୍ଟ ହୋଇଯାଇଥିଲା। ବର୍ତ୍ତମାନ ସକଳ ପୁରୁଷାର୍ଥର ଆଶ୍ରୟ ସବୁରି ପରମ ବନ୍ଧୁ ଶ୍ରୀହରି ଏପରି କହିବାରୁ ସେମାନେ ହାତ ଯୋଡ଼ି ଗଦଗଦ କଣ୍ଠରେ କହିଲେ। ପ୍ରଚେତାମାନେ କହିଲେ, ହେ ଭକ୍ତ କ୍ଲେଶ ନାଶକାରୀ ପ୍ରଭୁ, ଆମେମାନେ ଆପଣମାନଙ୍କୁ ନମସ୍କାର କରୁଛୁ। ବେଦଗଣ ଆପଣଙ୍କର ଉଦାର ଗୁଣ ଓ ନାମମାନ ନିରୂପଣ କରନ୍ତି। ଆପଣଙ୍କର ବେଗ ମନ ଓ ବାଣୀର ବେଗଠାରୁ ମଧ୍ୟ ଅଧିକ ତୀବ୍ର ତଥା ଆପଣଙ୍କର ସ୍ୱରୂପ ଇନ୍ଦ୍ରିୟମାନଙ୍କର ପହୁଞ୍ଚ ବାହାରେ। ଆମେ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛୁ। ସର୍ବଦା ନିଜ ସ୍ଥିତିରେ ରହୁଥିବାରୁ ଆପଣ ହେଉଛନ୍ତି ନିତ୍ୟ ଶୁଦ୍ଧ ଓ ଶାନ୍ତ। ଆମର ମନ ଦୋଷ ହେତୁ ହିଁ ଆପଣଙ୍କଠାରେ ଆମକୁ ଏହି ମିଥ୍ୟା ଦୈତ୍ୟ ଭାବ ଦେଖାଯାଉଛି। ବାସ୍ତବରେ ଜଗତର ଉତ୍ପତ୍ତି ସ୍ଥିତି ଓ ଲୟ ନିମନ୍ତେ ଆପଣ ମାୟାର ଗୁଣମାନଙ୍କୁ ସ୍ୱୀକାର କରି ହିଁ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର ରୂପ ଧାରଣ କରନ୍ତି। ଆମେ ଆପଣଙ୍କୁ ନମସ୍କାର କରୁଛୁ। ଆପଣ ହେଉଛନ୍ତି ବିଶୁଦ୍ଧ ସତ୍ତ୍ୱ ସ୍ୱରୂପ। ଆପଣଙ୍କ ସନ୍ଦେହ ଜ୍ଞାନ ସଂସାର ବନ୍ଧନକୁ କାଟିଦିଏ। ଆପଣ ହିଁ ହେଉଛନ୍ତି ସମସ୍ତ ଭକ୍ତଙ୍କର ପ୍ରଭୁ ବସୁଦେବ ନନ୍ଦନ ଭଗବାନ ଶ୍ରୀକୃଷ୍ଣ। ଆପଣଙ୍କୁ ନମସ୍କାର। ଆପଣଙ୍କ ନାଭିରୁ ହିଁ ବ୍ରହ୍ମାଣ୍ଡ ରୂପ କମଳ ବା ପଦ୍ମ ପ୍ରକଟ ହୋଇଛି। ଆପଣଙ୍କ କୀର୍ତ୍ତିରେ ଆପଣଙ୍କ କଣ୍ଠରେ କଳସ କୁସୁମର ମାଳା ଶୋଭା ପାଉଛି ତଥା ଆପଣଙ୍କର ଚରଣ କମଳ ପରି ସୁକମଳ। ହେ କମଳ ନୟନ, ଆପଣଙ୍କୁ ନମସ୍କାର। ଆପଣ କମଳ ସୁକୁମର କେଶର ସମାନ ସ୍ୱଚ୍ଛ ପୀତାମ୍ବର ପରିଧାନ କରିଛନ୍ତି। ଆପଣ ହେଉଛନ୍ତି ସକଳ ଭୂତଙ୍କର ଆଶ୍ରୟସ୍ଥାନ ତଥା ସମସ୍ତଙ୍କର ସାକ୍ଷୀ। ଆମେ ଆପଣଙ୍କୁ ନମସ୍କାର କରୁଛୁ। ଭଗବାନ, ଆପଣଙ୍କର ଏହି ସ୍ୱରୂପ ସକଳ କ୍ଲେଶ ଦୂର କରେ। ଅବିଦ୍ୟା ଅସ୍ମିତା ଓ ରାଗ ଦ୍ୱେଷ ଆଦି କ୍ଲେଶରେ ପୀଡ଼ିତ ହୋଇଥିବା ଆମମାନଙ୍କ ସମ୍ମୁଖରେ ମଧ୍ୟ ଆପଣ ଆଜି ନିଜର ଏହି ସ୍ୱରୂପ ପ୍ରକଟ କରିଛନ୍ତି। ଆଉ କେଉଁ କୃପା ବା ଆମ ପାଇଁ ଏହାଠାରୁ ଅଧିକ ହୋଇପାରିବ? ହେ ଅମଙ୍ଗଳହାରୀ ପ୍ରଭୁ, ଦୀନ ଦୟାଳୁ ପୁରୁଷ ଯଦି ଦୀନଜନମାନଙ୍କୁ ମଝି ମଝିରେ ଏମାନେ ମୋର ବୋଲି ସ୍ମରଣ କରନ୍ତି, ତେବେ ଏତିକି ମଧ୍ୟ ଦୀନଜନଙ୍କ ପାଇଁ ଯଥେଷ୍ଟ କୃପା। ସେତିକିରେ ସେହି ଆଶ୍ରିତମାନଙ୍କର ଚିତ୍ତ ଶାନ୍ତ ହୋଇଯାଏ। ଆପଣ ତ କ୍ଷୁଦାତି କ୍ଷୁଦ୍ର ପ୍ରାଣୀମାନଙ୍କ ଅନ୍ତଃକରଣରେ ଅନ୍ତର୍ଯାମୀ ରୂପରେ ବିରାଜମାନ ହୋଇଥାନ୍ତି। ତେଣୁ ଆପଣଙ୍କର ଉପାସନା କରି ଆମେମାନେ ଯେଉଁ ସବୁ କାମନା କରୁ, ଆପଣ ବା ତାହା କାହିଁକି ନ ଜାଣି ପାରିବେ? ହେ ଜଗଦୀଶ୍ୱର, ଆପଣ ହେଉଛନ୍ତି ମୋକ୍ଷର ମାର୍ଗଦର୍ଶକ ଏବଂ ସ୍ୱୟଂ ପୁରୁଷାର୍ଥ ସ୍ୱରୂପ। ଆପଣ ଆମ ଉପରେ ପ୍ରସନ୍ନ ହୋଇଛନ୍ତି। ଏହାଠାରୁ ଅଧିକ ଆଉ କ'ଣ ବା ଆମର ଲୋଡ଼ା? ଆପଣଙ୍କର ପ୍ରସନ୍ନତା ହିଁ ହେଉଛି ଆମର ଅଭୀଷ୍ଟ ବର। ତଥାପି ନାଥ, ଆମେ ଆପଣଙ୍କୁ ଗୋଟିଏ ବର ମାଗୁଛୁ। ପ୍ରଭୁ, ଆପଣ ହେଉଛନ୍ତି ପ୍ରକୃତି ଆଦିର ଉର୍ଦ୍ଧ୍ୱରେ ଏବଂ ଆପଣମାନଙ୍କ ବିଭୂତିମାନଙ୍କର ମଧ୍ୟ କୌଣସି ଅନ୍ତ ନାହିଁ। ତେଣୁ ଆପଣଙ୍କୁ ଅନନ୍ତ କୁହାଯାଏ। ଭ୍ରମରକୁ ଯଦି ବିନା ପରିଶ୍ରମରେ ପାରିଜାତ ବୃକ୍ଷ ମିଳିଯାଏ, ସେ କ'ଣ ଅନ୍ୟ କୌଣସି ବୃକ୍ଷ ଖୋଜି ବୁଲିବ? ତେଣୁ ଆପଣଙ୍କ ଚରଣରେ ଶରଣ ପାଇସାରି ଆମେ ଆଉ ମାଗିବୁ କ'ଣ? ଆମେ ଆପଣଙ୍କୁ କେବଳ ଏତିକି ମାଗୁଛୁ ଯେ ଯେତେ କାଳ ପର୍ଯ୍ୟନ୍ତ ଆପଣଙ୍କ ମାୟାରେ ମୋହିତ ହୋଇ ଆମେ କର୍ମ ଅନୁସାରେ ସଂସାରରେ ଭ୍ରମୁଥିବୁ, ସେତେ କାଳ ପର୍ଯ୍ୟନ୍ତ ପ୍ରତି ଜନ୍ମରେ ଆମକୁ ଆପଣଙ୍କର ପ୍ରେମୀ ଭକ୍ତମାନଙ୍କର ସଙ୍ଗ ମିଳୁଥାଉ। ଆମେ ତ ଭଗବତ ଭକ୍ତଙ୍କର କ୍ଷଣମାତ୍ର ସଙ୍ଗ ତୁଳନାରେ ସ୍ୱର୍ଗ ଓ ମୋକ୍ଷ ଲାଭ ମଧ୍ୟ କିଛି ନୁହେଁ ବୋଲି ବୁଝୁଛୁ। ଏପରି ଅବସ୍ଥାରେ ମାନୁଷୀ ଭୋଗକୁ ବା କିଏ ପଚାରେ? ଭଗବତ ଭକ୍ତମାନଙ୍କ ସମାଜରେ ସଦାସର୍ବଦା ଭଗବାନଙ୍କର ଏଭଳି ସବୁ ମଧୁର କଥା ଚର୍ଚ୍ଚିତ ହୁଏ ଯେ ତାହା ଶୁଣିବା ମାତ୍ରେ ସକଳ ଭୋକ ତୃଷ୍ଣ ବିନଷ୍ଟ ହୋଇଯାଏ। ସେଠାରେ କାହାରି ପ୍ରତି କାହାର କୌଣସି ପ୍ରକାର ବୈର ବିରୋଧ ବା ଉଦ୍ବେଗ ନଥାଏ। ସେଠାରେ ସୁନ୍ଦର ସୁନ୍ଦର କଥା ପ୍ରସଙ୍ଗ ଦ୍ୱାରା ନିଷ୍କାମ ଭାବରେ ସନ୍ନ୍ୟାସୀମାନଙ୍କର ଏକମାତ୍ର ଆଶ୍ରୟ ସାକ୍ଷାତ ଶ୍ରୀନାରାୟଣ ଦେବଙ୍କର ଗୁଣଗାନ ବାରମ୍ବାର ହେଉଥାଏ। ଆପଣଙ୍କର ସେହି ଭକ୍ତମାନେ
तीर्थମାନଙ୍କୁ ପବିତ୍ରତା କରି ପ୍ରଦାନ କରିବା ନିମନ୍ତେ ପୃଥିବୀରେ ପଦବ୍ରଜରେ ହିଁ ବିଚରଣ କରନ୍ତି। ସେମାନଙ୍କର ସମାଗମ ଭଲା ସଂସାର ପ୍ରତି ଭୟଭୀତ ହୋଇଯାଇଥିବାରୁ ଲୋକଙ୍କୁ କିପରି ରୁଚିକର ନ ହେବ କହିଲେ। ଭଗବାନ ଆପଣଙ୍କର ସଖା ଭଗବାନ ଶିବଙ୍କର କ୍ଷଣମାତ୍ର ସମାଗମ ଫଳରେ ହିଁ ଆଜି ଆମେ ଆପଣଙ୍କର ଦର୍ଶନ ଲାଭ କଲୁ। ଆପଣ ହେଉଛନ୍ତି ଜନ୍ମ ମରଣ ରୂପୀ ଦୁଃସାଧ୍ୟ ରୋଗର ଶ୍ରେଷ୍ଠତମ ବୈଦ୍ୟ। ତେଣୁ ଆମେ ଆପଣଙ୍କର ହିଁ ଆଶ୍ରୟ ନେଉଛୁ। ପ୍ରଭୁ, ଆମେ ସମାହିତ ଚିତ୍ତରେ ଯାହା କିଛି ଅଧ୍ୟୟନ କରିଛୁ, ନିରନ୍ତର ସେବା ଶୁଶ୍ରୂଷା କରି ଗୁରୁ ବ୍ରାହ୍ମଣ ଓ ବୃଦ୍ଧଜନମାନଙ୍କୁ ଯାହା କିଛି ପ୍ରସନ୍ନ କରିଛୁ, ତଥା ଦୋଷ ବୁଦ୍ଧି ତ୍ୟାଗ କରି ଶ୍ରେଷ୍ଠ ପୁରୁଷ ସୁହୃଦ୍ଗଣ ବନ୍ଧୁବର୍ଗ ଏବଂ ସକଳ ପ୍ରାଣୀଙ୍କୁ ଯେଉଁ ବନ୍ଦନା ଆଦି କରିଛୁ ଏବଂ ଅର୍ଣ୍ଣାଦି ତ୍ୟାଗ କରି ଦୀର୍ଘକାଳ ଧରି ଜଳରେ ଠିଆ ହୋଇ ଯେଉଁ ସବୁ ତପସ୍ୟା କରିଛୁ, ସେସବୁ ଆପଣମାନଙ୍କର ଅର୍ଥାତ୍ ସର୍ବବ୍ୟାପକ ପୁରୁଷୋତ୍ତମଙ୍କର ସନ୍ତୋଷର କାରଣ ହୋଇଯାଉ, ଏତିକି ଆମର ମାଗୁଣି। ହେ ସ୍ୱାମୀ, ଆପଣଙ୍କ ମହିମାର ପାର ନ ପାଇ ମଧ୍ୟ ସ୍ୱୟଂଭବ ମନୁ, ସ୍ୱୟଂ ବ୍ରହ୍ମା, ଭଗବାନ ସଦାଶିବ ତଥା ତପ ଓ ଜ୍ଞାନ ବଳରେ ଶୁଦ୍ଧଚିତ୍ତ ହୋଇଯାଇଥିବା ଅନ୍ୟ ପୁରୁଷମାନେ ନିରନ୍ତର ଆପଣଙ୍କୁ ସ୍ତୁତି କରି ଚାଲିଛନ୍ତି। ତେଣୁ ଆମେ ବି ଆମ ବୁଦ୍ଧି ଅନୁସାରେ ଆପଣଙ୍କର ଯଶଗାନ କରୁଛୁ। ଆପଣ ହେଉଛନ୍ତି ସର୍ବତ୍ର ସମାନ ଶୁଦ୍ଧ ସ୍ୱରୂପ ସତ୍ୱମୂର୍ତ୍ତି, ପରମ ପୁରୁଷ ଏବଂ ଭଗବାନ ବାସୁଦେବ। ଆମେ ଆପଣଙ୍କୁ ନମସ୍କାର କରୁଛୁ। ମୁନିବର ମୈତ୍ରେୟ କହିଚାଲେ, ହେ ବିଦୁର, ପ୍ରଚେତାମାନେ ଏପରି ସ୍ତୁତି କରିବାରୁ ଶରଣାଗତ ବତ୍ସଳ ଭଗବାନ ପ୍ରସନ୍ନ ହୋଇ କହିଲେ, ତଥାସ୍ତୁ। ଅପ୍ରତିହତ ପ୍ରଭା ଶ୍ରୀହରିଙ୍କର ମଧୁର କୀର୍ତ୍ତି ଦର୍ଶନ କରି ମଧ୍ୟ ପ୍ରଚେତାମାନଙ୍କର ନେତ୍ର ଆହୁରି ତୃପ୍ତ ହୋଇନଥାଏ। ତେଣୁ ସେମାନେ ପ୍ରଭୁ ଚାଲିଯାଆନ୍ତୁ ବୋଲି ଚାହୁଁନଥିଲେ। ତଥାପି ପ୍ରଭୁ ନିଜର ପରମ ଧାମକୁ ଚାଲିଗଲେ। ତାପରେ ପ୍ରଚେତାମାନେ ସମୁଦ୍ର ଜଳରୁ ବାହାରି ଆସି ଦେଖିଲେ ଯେ ଖୁବ୍ ଉଚ୍ଚ ଉଚ୍ଚ ଗଛ ଉଠି ପୃଥ୍ୱୀ ପୃଷ୍ଠକୁ ଘୋଡ଼ାଇ ଦେଇଛି। ଦେଖି ମନେ ହେଲା ସତେ ଯେପରି ସ୍ୱର୍ଗର ପଥ ରୋଧ କରିଦେବାରୁ ହିଁ ସେସବୁ ଗଛ ଏପରି ବଢ଼ିଯାଇଛି। ତାହା ଦେଖି ସେମାନେ ଗଛମାନଙ୍କ ଉପରେ କ୍ରୁଦ୍ଧ ହୋଇଗଲେ ଏବଂ ପ୍ରଳୟ କାଳରେ କାଳଗ୍ନି, ରୁଦ୍ର, ବାୟୁ ଓ ଅଗ୍ନି ଛାଡ଼ିଲା ପରି ସେମାନେ ମୁହଁ ବାଟେ ପ୍ରଚଣ୍ଡ ବାୟୁ ଓ ଅଗ୍ନି ବାହାର କରି ପୃଥ୍ୱୀପୃଷ୍ଠରୁ ବୃକ୍ଷ ଲତା ଆଦି ନିର୍ମୂଳ କରିଦେବା ନିମନ୍ତେ ଚେଷ୍ଟା କଲେ। ସେମାନେ ସବୁ ଗଛ ଭସ୍ମ କରିଦେବାକୁ ବସିଛନ୍ତି ଦେଖି ବ୍ରହ୍ମା ସେମାନଙ୍କୁ ପାଖକୁ ଆସି କହିଲେ ଏବଂ ପ୍ରାଚୀନ ବହିଙ୍କର ସେହି ପୁତ୍ରମାନଙ୍କୁ ଯୁକ୍ତିପୂର୍ବକ ବୁଝାଇ ଶାନ୍ତ କଲେ। ସେତେବେଳକୁ ଯେଉଁ ଗଛମାନେ ନ ଜଳି ରହିଯାଇଥିଲେ, ବ୍ରହ୍ମା କହିବାରୁ ସେମାନେ ଭୟରେ ତାଙ୍କର ପାଳିତା କନ୍ୟାଟି ଆଣି ପ୍ରଚେତାମାନଙ୍କୁ ପ୍ରଦାନ କଲେ। ପ୍ରଚେତାମାନେ ମଧ୍ୟ ବ୍ରହ୍ମାଙ୍କ ଆଦେଶରେ ସେହି କନ୍ୟା ମାରିସାକୁ ବିବାହ କଲେ। ମହାଦେବଙ୍କୁ ଅବଜ୍ଞା କରିବା ପରିଣାମରେ ବ୍ରହ୍ମାଙ୍କ ପୁତ୍ର ଦକ୍ଷ ତାଙ୍କର ପୂର୍ବ ଶରୀର ତ୍ୟାଗ କରି ମାରିସାଙ୍କ ଗର୍ଭରୁ ଜନ୍ମ ହେଲେ। ଚାକ୍ଷୁଷ ମନନ୍ତର ଆସିବାରୁ ଯେତେବେଳେ ପୂର୍ବ ସ୍ୱର୍ଗ ନଷ୍ଟ ହୋଇଗଲା, ସେତେବେଳେ ଭଗବାନଙ୍କର ପ୍ରେରଣାରୁ ସେହି ଦକ୍ଷ ଇଚ୍ଛା ଅନୁସାରେ ନୂତନ ପ୍ରଜା ଉତ୍ପନ୍ନ କଲେ। ସେ ଜନ୍ମ ହେଉ ହେଉ ନିଜ କାନ୍ତିରେ ସମସ୍ତ ତେଜସ୍ୱୀମାନଙ୍କର ତେଜ ନିଷ୍ପ୍ରଭ କରିଦେଲେ। ସେ କର୍ମ କରିବାର ବଡ଼ ଦକ୍ଷ ବା କୁଶଳ ହୋଇଥିବାରୁ ତାହାଙ୍କର ନାମ ଦକ୍ଷ ହୋଇଥିଲା। ବ୍ରହ୍ମା ତାଙ୍କୁ ପ୍ରଜାପତିମାନଙ୍କର ନାୟକ ପଦରେ ଅଭିଷିକ୍ତ କରି ସୃଷ୍ଟି ରକ୍ଷା କରିବା ନିମନ୍ତେ ନିଯୁକ୍ତ କରିଦେଲେ ଏବଂ ସେ ମରିଚି ଆଦି ଅନ୍ୟ ପ୍ରଜାପତିମାନଙ୍କୁ ସେମାନଙ୍କର ନିଜ ନିଜ କାର୍ଯ୍ୟରେ ନିଯୁକ୍ତ କଲେ। ଏହି ଥିଲା ଏହି ଅଧ୍ୟାୟର ସୁନ୍ଦର ପ୍ରସଙ୍ଗ। ଆପଣମାନେ ଯଦି ବୁଝିପାରୁଛନ୍ତି ଭଲ କଥା, ଯଦି ବୁଝି ନ ପାରୁଛନ୍ତି ଏହା ବାରମ୍ବାର ଶୁଣନ୍ତୁ ଏବଂ ଏହାର ଯେଉଁ ଗଭୀର ତତ୍ତ୍ୱ ରହିଛି ଆପଣମାନେ ତାହାକୁ ହୃଦୟଙ୍ଗମ କରିପାରିବେ। ଭାଗବତ ମହାପୁରାଣ 8ଟି ପୁରାଣ ମଧ୍ୟରେ ଶ୍ରେଷ୍ଠ। ଏଥିର ବର୍ଣ୍ଣିତ ପ୍ରତ୍ୟେକ କଥା ଆପଣଙ୍କୁ କୃପା ଦେବ ଏବଂ ଏହା ଶୁଣିବା ଦ୍ୱାରା ଆପଣଙ୍କର ପାପ କ୍ଷୟ ହୋଇ ଚାଲିବ। ତେଣୁ ଯଦି ପାରୁଛନ୍ତି ପଢ଼ନ୍ତୁ, ଯଦି ପଢ଼ିପାରୁନାହାନ୍ତି ତେବେ ଶୁଣନ୍ତୁ, କଦାପି ଅବହେଳା କରନ୍ତୁ ନାହିଁ। ଭଗବାନ ଆପଣଙ୍କୁ କୃପା କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।